ଫିସିଂ କରିକି ତ ଆସିଥିଲୁ। ଆସିଲା ବେଳେ ଆମ ଆଗରେ ଯିଏ ଆସିଥିଲା ସେମାନେ ବୁଡି ଯାଇଛି। ବୁଡି ଯିବା ପରେ ଆମକୁ ଗାମୁଛା ମିଚିକି ଡାକିଲା ଯେତେବେଳେ ଆମେ ପାଖକୁ ଗଲା ବେଳକୁ ଦେଖିଲେ ବୋଟଟା ବୁଡି ଯାଇଛି। ପୁଣି ତାଙ୍କୁ 5 ଜଣ ଥିଲା, 5 ଜଣଙ୍କୁ ଉଦ୍ଧାର କଲି। ଉଦ୍ଧାର କରିକି ଫେରିଲା ବେଳକୁ ପୁଣି ଆଉ ଗୋଟେ ବୋଟ ପଲଟି ହେଇଯାଉଛି। ଆମେ ଦେଖୁଛୁ ପଲଟି ହେଇଯାଉଛି ଯେତେବେଳେ କଣ କରିବା, ଏମାନଙ୍କୁ 5 ଜଣଙ୍କୁ ନେଇଛି। ଆଉ ଆମର ଅଛି 4 ଜଣ। ମୋ ପୁଅ ଥିଲା ଡ୍ରାଇଭିଂ କରୁଥିଲା। ପୁଅକୁ କହିଲି ଯେ ପୁଣି ସେ ବୋଟଟା ଉଲଟି ଗଲା, ତା ପାଖକୁ ଚାଲ। ପୁଣି ତା ପାଖକୁ ଗଲୁ। ତା ପାଖକୁ ଯାଇକି ସେମାନଙ୍କୁ ବି 2 ଜଣ ନଈରେ ଡେଇଁ ପଡୁ କି କଣ ଧରିବାକୁ ଯାଉ 2 ଜଣ ଡଙ୍ଗିରୁ ଛାଡି ଯାଇଥିଲା। ସେମାନେ ଆଉ ଡଙ୍ଗିକୁ ଉଠି ପାରୁନଥିଲା। ସେମାନଙ୍କୁ ପୁଣି କରେଣ୍ଟ ସୋରୁ ତାଙ୍କୁ ଉଠେଇଲୁ। ମୋର 2ଟା ପୁଅ ଆଉ ମୋ ସ୍ୱାମୀ ଯାଇଥିଲା। ହଠାତ୍ ପବନ ଆଉ ବର୍ଷା ହବାରୁ ବୋଟ ମାଝି ଦରିଆରେ ବୁଡିଗଲା। ଆମେ ଖବର ତ ପାଇଲୁ ଯେତେବେଳେ କହିଲା ଗୋଟେ ଡଙ୍ଗି ଆସିକିରି ସେମାନଙ୍କୁ ଉଦ୍ଧାର କରିଛି ବୋଲିକି କହିଲା। ବୋଟେ 4 ଜଣ, କାହାର 5 ଜଣ ଅଛି, ତାଙ୍କର 6 ଜଣ ଅଛି। ଜଣଙ୍କର ଉଦ୍ଧାର ହେଲା ଅଲଗା ସାଇଡ ବୋଟ ଯାଇକି ଆମକୁ ନେଇକି ଯାଇଲେ। ସାଇଡ ବୋଟ 5-6ଟା ବୋଟ ପଡିକି ହେଇଥିଲା 11:30 12ଟା ଭିତରେ ଏମିତି ହବ। ସଡନ ପବନ ଆଇଲା, ଏଇ ମେଘ ଉଠିଲା, ସଡନ ପବନ ପାଇଁ ଆଉ ଇଏ କଣ୍ଟ୍ରୋଲ କରିପାରିଲୁ ଆମେ।